ପାଟଣା ବ୍ଲକ ଅନ୍ତର୍ଗତ ମଲ୍ଲିପଶି ଛକଠାରୁ ମୁସାଖୋରି ହୋଇ ସାରସକୋଲା ଯାଇଥିବା ରାସ୍ତାରେ ଶୋଚନୀୟ ଅବସ୍ଥା ନେଇ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରସାରଣ ପାଇବା ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହାର ମରାମତି କାମ ଆରମ୍ଭ ହୋଇଛି। ଏ ରାସ୍ତାର 2 କିମି 240 ମିଟର ଅତ୍ୟନ୍ତ ଖରାପ ହୋଇଥିବା ରାସ୍ତା ଆଉ ଥରେ ପିଚୁ କରାଯାଇଥିବା ବେଳେ ଏହି ପିଚୁ କାମ ନିମ୍ନମାନର ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ହାତରେ ଓଖାଡ଼ିଲେ ରାସ୍ତାରୁ ଫଡ଼ା ଫଡ଼ା ପିଚୁ ଉଠି ଯାଉଛି ବୋଲି ଅଭିଯୋଗ କରାଯାଇଛି, ଯାହାଫଳରେ ଏହି ରାସ୍ତାରେ ଯାନବାହନ ଚଳାଚଳ କଲେ ଅଳ୍ପ ଦିନରେ ରାସ୍ତା ପୁନର୍ବାର ଖରାପ ହୋଇଯିବ ବୋଲି ଲୋକେ କହିଛନ୍ତି। ଏନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ଯୋଗାଯୋଗ କରିବା ପରେ ବର୍ଷା ଯୋଗୁଁ କିଛି ଅଂଶ ଏପରି ହୋଇଥିବା ସଫେଇ ଦେଇଥିଲେ। ଯେଉଁ ଅଂଶ ଏପରି ହୋଇଥିବ ତାହାକୁ ପୁନର୍ବାର ସଠିକ୍ ଭାବରେ କରାଯିବ ବୋଲି କହିଥିଲେ। ସ୍ଥାନୀୟ ଲୋକେ ତରଳ ପିଚୁ ଅଠା ଠିକ୍ ଭାବରେ ଦିଆଯାଇ ନଥିବାରୁ ଏପରି ଘଟୁଥିବା ଅଭିଯୋଗ କରୁଥିବାରୁ ଉଚ୍ଚ କର୍ତ୍ତୃପକ୍ଷ ଘଟଣାର ତଦନ୍ତ କରିବାକୁ ଦାବି କରିଛନ୍ତି। କେନ୍ଦ୍ର ଜିଲ୍ଲାରୁ ଦଶରଥ ୱାର୍କିଙ୍କ ରିପୋର୍ଟ, ବ୍ଲାକେଟ୍ ନ୍ୟୁଜ୍ ଓଡ଼ିଆ।